ଚାଷୀମାନଙ୍କ ପାଇଁ ଗୋଟିଏ ବହୁତ ବଡ଼ ଅପଡେଟ୍ ଆସିଯାଇଛି। ତ ଚାଷୀ ଭାଇମାନେ ଯେଉଁଭଳିଆ ବହୁତ ଗୁଡ଼ିଏ ଯେଉଁଟା ଆଶା କରିଛନ୍ତି ଯେ ଆମ ପିଏମ୍ କିଷାନ ଟଙ୍କା ଆମକୁ ମିଳିବ କି ନାହିଁ କି କେବେ ମିଳିବ ତ ବହୁତ ଗୁଡ଼ାଏ ଯେଉଁଟା ଚାଷୀ ଭାଇମାନେ ଯେଉଁଟା ଅପେକ୍ଷା କରିଛନ୍ତି ଓ ବହୁତ ଗୁଡ଼ାଏ ମଧ୍ୟ ଏହି ଯୋଜନାରୁ ଟଙ୍କା ମିଳିବାରୁ ବାଦ କରି ଯାଇଛନ୍ତି ତ ସେମାନେ ଟଙ୍କା ମଧ୍ୟ ଯେଉଁ ଶେଷ ଦୁଇ ତିନି କିସ୍ତି ପାଇନାହାନ୍ତି ତ ସେମାନଙ୍କ ପାଇଁ ଏ ଭିଡ଼ିଓ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ତ ସେଥିପାଇଁ ଭିଡ଼ିଓକୁ ବହୁତ ଭାବରେ ବହୁତ ଭଲ ଭାବରେ ସମ୍ପୂର୍ଣ୍ଣ ଯାଏ ଦେଖି ଦିଅନ୍ତୁ ଏହିନେ ଆପଣମାନେ ସବୁ କିଛି ଜାଣିପାରିବେ ଯେ ଆପଣ ଏହି ନୂଆ ଓଡ଼ିଶାରେ ପିଏମ୍ କିଷାନ ଯୋଜନାର ତ ପିଏମ୍ କିଷାନ ଯୋଜନାର ନୂଆ ଲିଷ୍ଟ ମଧ୍ୟ ଆସିଯାଇଛି ତ ଏହି ନୂଆ ଲିଷ୍ଟରୁ ବହୁତ ଗୁଡ଼ିଏ ଚାଷୀ ଜଣକ ନାମ ନିଜ ପଟ୍ଟାରେ ଜମିରେ ବା ନିଜ ଜମି ପଟ୍ଟାରେ ଯେଉଁଟା ତାଙ୍କ ନାମ ନାହିଁ ତ ସେଥିପାଇଁ ଯେଉଁଟା କାଟି ଦିଆଯାଇଛି ତ ସେଥିପାଇଁ ଯେଉଁମାନେ ଏ ମାନେ ଏପର୍ଯ୍ୟନ୍ତ ଯେଉଁମାନେ କରିନାହାନ୍ତି ତ ସେମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଏଇଟା ସୂଚନା ତ ସେମାନଙ୍କ ନାମ ଯେଉଁଟା କଟିଯାଇଛି ପିଏମ୍ କିଷାନ ଯୋଜନାରୁ ଏହି ନୂଆ ଲିଷ୍ଟ ଆସିଛି ତ ସେମାନେ କେମିତି ଏହି ପୁଣି ଥରେ ଏହି ନୂଆ ଲିଷ୍ଟରେ ଆସିପାରିବେ ଓ ପିଏମ୍ କିଷାନ ଯୋଜନାରୁ ଲାଭ ବା ଟଙ୍କା ପାଇପାରିବେ ଚାଲନ୍ତୁ ମୁଁ ଏହି ଭିଡ଼ିଓରେ ଆପଣଙ୍କୁ ସବୁ କିଛି ମୁଁ ବୁଝେଇଦେବି ତ ସେଥିପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଭିଡ଼ିଓକୁ ମଧ୍ୟ ବହୁତ ଭାବରେ ସେୟାର କରନ୍ତୁ ସାଙ୍ଗସାଥିମାନଙ୍କ ସହିତ କାହିଁକିନା ସବୁ ଚାଷୀ ଭାଇମାନେ ଏହି ନୂଆ ଅପଡେଟ୍ ବିଷୟରେ ଜାଣିପାରିବେ ତ ଚାଷୀ ଭାଇମାନେ ଯଦି ଆପଣଙ୍କ ନାମରେ ଏପର୍ଯ୍ୟନ୍ତ ଯଦି ଜମି ନାହିଁ କିମ୍ବା ଆପଣଙ୍କ ବାପା ମାଙ୍କ ନାମରେ ଯଦି ଜମି ଅଛି ତ ଯେତେ ଶୀଘ୍ର ଭାବରେ ଆପଣମାନେ ଜମି ମୁଟିଏସନ୍ କରିଦିଅନ୍ତୁ। କାହିଁକି ନା ମ୍ୟୁଚୁଏସନ୍ କଲେ ଆପଣମାନେ ଅନଲାଇନରେ ମଧ୍ୟ ମ୍ୟୁଚୁଏସନ୍ ହେଉଛି ତ ସେଇ ମ୍ୟୁଚୁଏସନ୍ କଲେ ଆପଣଙ୍କ ଯେଉଁ ବାପାଙ୍କ ଜମି ଯେଉଁ ବାପାଙ୍କ ନାମରେ ଯେଉଁ ଜମିଟା ଅଛି ତ ଆପଣଙ୍କ ନାମରେ ଯେଉଁଟା ଆସିଯିବ ତାପରେ ଆପଣମାନେ ଖୁବ୍ ଶୀଘ୍ର ଏହି ପିଏମ୍ କିଷାନ ଯୋଜନାରେ ପୁଣି ଥରେ ଲାଭ ପାଇପାରିବେ ତ ଚାଷୀ ଭାଇମାନେ ଆପଣମାନେ ସବୁ କିଛି ଜାଣିଯାଇଥିବେ ତ ଆଜି ପାଇଁ ଏତିକି ରହୁଛି ଜୟ ହିନ୍ଦ।